ମୋ ସିନ୍ଦୁରର ଅଧିକାର ସିରିଏଲରେ ଆଜିର ଏପିସୋଡ ରିଭ୍ୟୁ। ନାତାଶା ଆଦିତ୍ୟ ପାଇଁ ବଡ଼ ଡିସିସନ୍। ତରଙ୍ଗ ଟିଭିରେ। ନମସ୍କାର ବନ୍ଧୁଗଣ, ଆପଣମାନେ ଦେଖୁଛନ୍ତି ଆମ ଚ୍ୟାନେଲ। ଆଜି ଆମେ କଥା ହେବା ତରଙ୍ଗ ଟିଭିର ପପୁଲାର ସିରିଏଲ ମୋ ସିନ୍ଦୁରର ଅଧିକାରର ଆଜିର ଏପିସୋଡ ବିଷୟରେ। ଆଜିର ଏପିସୋଡ ବହୁତ ଇମୋସନାଲ ଏବଂ ଡ୍ରାମାଟିକ୍ ଥିଲା। କାହାଣୀରେ ଦେଖିବାକୁ ମିଳିଲା ନତାଶା ଏବଂ ଆଦିତ୍ୟ ମଧ୍ୟରେ ଚାଲିଥିବା ଟେନସନ୍ ଆଉ ମିସ୍ଅଣ୍ଡରଷ୍ଟାଣ୍ଡିଂ। ଏପିସୋଡରେ ଦେଖାଗଲା ଯେ ନତାଶା ବହୁତ ଦୁଃଖିତ ଏବଂ ଭଙ୍ଗା ମନରେ ଅଛନ୍ତି। ସେ ମୁକ୍ତିକୁ କହୁଛନ୍ତି ଯେ ନତାଶା ଯୋଗୁଁ ଆଦିତ୍ୟ ତାଙ୍କୁ ଛାଡ଼ି ଦେଇଛନ୍ତି। ନତାଶା କହୁଛନ୍ତି ଯେ ଗୋଟେ ବର୍ଷ ଧରି ଆଦିତ୍ୟକୁ ଭଲ ପାଇଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ନତାଶାର ଇମୋସନ ଅବସ୍ଥା ବହୁତ ସିରିୟସ୍ ହୋଇଯାଏ। ସେ ପ୍ରମାଣ କରିବାକୁ ଚାହାନ୍ତି ଯେ ସେ ଆଦିତ୍ୟଙ୍କୁ କେତେ ଭଲ ପାଏ। ଏହି ଡ୍ରାମାଟିକ୍ ସିନ୍ରେ ଦେଖାଗଲା ଯେ ନତାଶା ନିଜର ଦୁଃଖ ଏବଂ ସେ ନିଜକୁ ଆହତ କରିବା ପାଇଁ ଏକ ଭୁଲ ଡିସିସନ୍ ନେଇ ବସନ୍ତି। ଏହି ସିନ୍ ସିରିଏଲକୁ ବହୁତ ଇମୋସନାଲ ଏବଂ ଇଣ୍ଟରେଷ୍ଟିଂ କରିଦେଇଛି। ମୁକ୍ତି ନତାଶାକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି କାରଣ ସେ ଜାଣନ୍ତି ଯେ ଏହା ଠିକ୍ ଉପାୟ ନୁହେଁ। କାହାଣୀରେ ଏହା ଦେଖିବାକୁ ମିଳୁଛି ଯେ ମିସ୍ଅଣ୍ଡରଷ୍ଟାଣ୍ଡିଂ ଏବଂ ଇମୋସନ୍ କେମିତି ମଣିଷକୁ ଭୁଲ ଡିସିସନ୍ ନେବାକୁ ବାଧ୍ୟ କରେ। ଏବଂ ସବୁଠୁ ବଡ଼ ପ୍ରଶ୍ନ ହେଲା ଆଦିତ୍ୟ କି ସତରେ ନତାଶାକୁ ଛାଡ଼ିଦେଲେ? ନତାଶାର ରୁଲ୍ କାହାଣୀରେ କ'ଣ? ନତାଶା ଆଉ ଆଦିତ୍ୟଙ୍କ ରିଲେସନ୍ ଫ୍ୟୁଚରରେ କେମିତି ଟର୍ନ ହେବ? ଏହିସବୁ ପ୍ରଶ୍ନର ଉତ୍ତର ଆମେ ଆଗାମୀ ଏପିସୋଡରେ ଜାଣିବା। କାରଣ ଏବେ ଦର୍ଶକମାନେ ମଧ୍ୟ ଆଗାମୀ ଏପିସୋଡ ପାଇଁ ୱେଟ୍ କରୁଛନ୍ତି। ଯଦି ଆପଣ ମୋ ସିନ୍ଦୁର ଅଧିକାର ସିରିଏଲ ଦେଖୁଛନ୍ତି ତାହେଲେ କମେଣ୍ଟରେ ନିଶ୍ଚୟ କହନ୍ତୁ ଆପଣମାନେ କ'ଣ ଭାବୁଛନ୍ତି। ନତାଶା ଠିକ୍ କରିଲେ ନା ଭୁଲ?